ଯୋଗାଭ୍ୟାସ ଆରମ୍ଭ କରିବା। ସାବର ଶ୍ରୀକ୍ଷେତ୍ର ସଂସ୍କୃତ ବିଦ୍ୟାପୀଠ କୋରାପୁଟ ଯେକୌଣସି ଏକ ସୁଖଦାୟକ ଆସନ, ସିଟ୍ ଇନ୍ ଏନି କମ୍ଫର୍ଟେବୁଲ୍ ପୋଜ୍, ଯେଉଁ ଆସନରେ ଆମେ ଦୀର୍ଘ ସମୟ ସ୍ଥିର ଭାବରେ ସୁଖପୂର୍ଣ୍ଣ ଭାବରେ ବସିପାରିବା, ସେ ଆସନରେ ବସିଯାଆନ୍ତୁ। ସ୍ଥିରମ୍ ସୁଖମ୍ ଆସନମ୍। ସମସ୍ତ ଅଙ୍ଗ ବ୍ୟବସ୍ଥିତ କରିନିଅନ୍ତୁ। ପଦ୍ମାସନ, ସୁଖାସନ, ସ୍ୱସ୍ତିକାସନ, ଯେଉଁ ଆସନ ସୁଖଦାୟକ ସେ ଆସନରେ ବସନ୍ତୁ। ମୁଁ ପଦ୍ମାସନରେ ବସିଛି। ଦୁଇ ହାତକୁ ଆଣ୍ଠୁ ଉପରେ, ଜ୍ଞାନ ମୁଦ୍ରା କିମ୍ବା ଚିନ୍ ମୁଦ୍ରା। ମୁଁ ବସିଥିବା ମୁଦ୍ରା ଚିନ୍ ମୁଦ୍ରା। ଶରୀର ସିଧା, ମେରୁଦଣ୍ଡ ସିଧା, ଆଖି ହାଲକା ଭାବରେ ବନ୍ଦ, ମନ ଶାନ୍ତ, ଶରୀର ଶାନ୍ତ। ଶରୀର ସିଧା, ମେରୁଦଣ୍ଡ ସିଧା, ଛାତି ସାମାନ୍ୟ ଆଗକୁ, କାନ୍ଧ ସାମାନ୍ୟ ପଛକୁ। ମସ୍ତକର ଭାର ମେରୁଦଣ୍ଡ ବହନ କରିଛି। ଶ୍ୱାସକ୍ରିୟା ଉପରେ ଧ୍ୟାନ। ଶ୍ୱାସର ଗମନାଗମନ ଉପରେ ଧ୍ୟାନ। ଶ୍ୱାସକୁ ଆମେ ଦେଖୁଛେ, ଜାଣୁଛେ। ଶ୍ୱାସକ୍ରିୟା ବ୍ୟତୀତ ଶରୀରରେ ଅନ୍ୟ କୌଣସି କ୍ରିୟା ନାହିଁ। ଶରୀର ନୀରବ, ନିଷ୍କ୍ରିୟ। କେବଳ ଶ୍ୱାସକ୍ରିୟା। ଶରୀରର ସ୍ଥିରତାକୁ ଅନୁଭବ କରନ୍ତୁ, ନିଶ୍ଚଳତାକୁ ଅନୁଭବ କରନ୍ତୁ। ଶ୍ୱାସକ୍ରିୟାର ଗମନାଗମନକୁ ଦେଖନ୍ତୁ। ବର୍ତ୍ତମାନ ଚେତନାକୁ ଧୀରେ ଧୀରେ ଉପରକୁ ଉଠାଇ ନେଇ ଆଜ୍ଞା ଚକ୍ରରେ ସ୍ଥାପିତ କରନ୍ତୁ। ଭ୍ରୂ ମଧ୍ୟରେ ସ୍ଥାପିତ କରନ୍ତୁ। ଦୁଇ ଭ୍ରୁଲତାର ମଧ୍ୟସ୍ଥଳ ଆଜ୍ଞା ଚକ୍ର, ସେଠାରେ ଚେତନାକୁ ସ୍ଥାପିତ କରନ୍ତୁ। ଏକାଗ୍ର କରନ୍ତୁ, ଏକନିଷ୍ଠ କରନ୍ତୁ। ଆଜ୍ଞା ଚକ୍ରରେ ଏକ ଦିବ୍ୟ ତେଜ, ଦିବ୍ୟ ଆଲୋକ, ଦିବ୍ୟ ଜ୍ୟୋତି ସନ୍ଦର୍ଶନ କରନ୍ତୁ। ମସ୍ତିଷ୍କ ଭିତରେ ଗୋଟିଏ କ୍ୟାଣ୍ଡେଲ ଜଳିଲା ଭଳି ବା ଗୋଟିଏ ବଲ୍ବ ଜଳିଲା ଭଳି ଅନୁଭବ କରନ୍ତୁ। ଏକ ତେଜସ୍କ୍ରିୟ ସତ୍ତାର ଅନୁଭବ କରନ୍ତୁ ମସ୍ତିଷ୍କର କେନ୍ଦ୍ରରେ। ବର୍ତ୍ତମାନ ଗଭୀର ଭାବରେ ଶ୍ୱାସ ନିଅନ୍ତୁ। ଓଁକାର 3 ଥର।
सहना भवतु सहनौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। ओम शांति शांति शांति। मातृदेवो भव पितृदेवो भव आचार्यदेवो भव अतिथिदेवो भव सर्वानुदेवो भव। ओम त्र्यंबकं यजामहे सुगंधिं पुष्टिवर्धनम् उर्वारुकमिव बन्धनात् मृत्योर्मुक्षीयमामृतात्। ॐ भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। ॐ सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत्। ॐ शान्ति शान्ति शान्ति। हरि ओम। रिलैक्स। हाथକୁ ମଳିବା ଘଷିବା ତାର ଉତ୍ତାପକୁ ଆଖି ପତା ଉପରେ ରଖିବା। ପ୍ରତ୍ୟହ ଏହି ପ୍ରାର୍ଥନା ପରେ ଆମେ ଯୋଗାଭ୍ୟାସ ଆରମ୍ଭ କରିବା।